सांसदों ପାଇଁ ଆସିଛି ଖୁସି ଖबर। ପ୍ରାୟ 7 ବର୍ଷ ପରେ ବଢିଛି सांसदों ଦରମା ଓ ଭତ୍ତା। सांसदों ଦରମା 24% ବୃଦ୍ଧି ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ଏହା 2023 ଏପ୍ରିଲ 1 ତାରିଖରୁ ପିଛିଲା ଭାବେ ଲାଗୁ ହେବ। ଏନେଇ ସଂସଦ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ବିଜ୍ଞପ୍ତି ଜାରି କରାଯାଇଛି। सांसदମାନେ 1 ଲକ୍ଷ ଟଙ୍କା ବଦଳରେ 1,24,000 ଟଙ୍କା ଦରମା ପାଇବେ। ଏହା ସହିତ सांसदों ପେନସନ ମଧ୍ୟ ବୃଦ୍ଧି ପାଇଛି। 5 ବର୍ଷରୁ ଅଧିକ ସମୟ ଧରି सांसदों ପେନସନ 25,000 ଟଙ୍କାରୁ ବୃଦ୍ଧି ହୋଇ 31,000 ଟଙ୍କା ହୋଇଛି। ସେହିପରି ସଂସଦର ଅଧିବେଶନ ଚାଲିଥିବା ବେଳେ ଦୈନିକ ଭତ୍ତା, ଯାହା ଏବେ 2,000 ଟଙ୍କା ଅଛି, 2,500 ଟଙ୍କାକୁ ବୃଦ୍ଧି ପାଇଛି। ପେନସନ ମାସିକ 25,000 ଟଙ୍କାରୁ 30,000 ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବରୁ 2018 ଏପ୍ରିଲରେ सांसदों ଦରମା ଏବଂ ଭତ୍ତା ବୃଦ୍ଧି କରାଯାଇଥିଲା। ପ୍ରତି 5 ବର୍ଷରେ ଥରେ सांसदों ଦରମା ଏବଂ ଭତ୍ତା ସମୀକ୍ଷା କରିବାର ବ୍ୟବସ୍ଥା ଅଛି। ଏହି ସମୀକ୍ଷା ମୁଦ୍ରାସ୍ଫୀତି ହାର ଉପରେ ଆଧାରିତ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି सांसदମାନଙ୍କ ଦରମା ଉପରେ କୌଣସି ଟ୍ୟାକ୍ସ ନାହିଁ। सांसदମାନେ ଦରମା ବ୍ୟତୀତ ଅନେକ ସୁବିଧା ସୁଯୋଗ ମଧ୍ୟ ପାଇଥାନ୍ତି, ଯେଉଁଥିରେ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଅନେକ ସୁବିଧା ଉପଲବ୍ଧ ଥାଏ। ଏଥିରେ ପତ୍ନୀଙ୍କ ପାଇଁ ଅନେକ ମାଗଣା ବିମାନ ଯାତ୍ରା, ଅସୀମିତ ଟ୍ରେନ ଯାତ୍ରା ଏବଂ ସଂସଦ ଅଧିବେଶନ ସମୟରେ ଘରୁ ଦିଲ୍ଲୀକୁ ବାର୍ଷିକ 8ଟି ବିମାନ ଯାତ୍ରା ଅନ୍ତର୍ଭୁକ୍ତ ଅଛି। ଜଣେ सांसदଙ୍କୁ 50,000 ୟୁନିଟ୍ ମାଗଣା ବିଦ୍ୟୁତ୍, 1,70,000 ମାଗଣା କଲ୍, 40 ଲକ୍ଷ ଲିଟର ପାଣି ଏବଂ ସରକାରୀ ବଙ୍ଗଳା ମଧ୍ୟ ମିଳିଥାଏ। ବ୍ୟୁରୋ ରିପୋର୍ଟ, ସୂଚନା ଟିଭି 24।